ଆଜିର ପ୍ରସଙ୍ଗ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀରେ ବଦଳିଛି ଭାରତ ପ୍ରତିଛବି। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀରେ ଭାରତର ସ୍ଥିତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଏହି ରାଷ୍ଟ୍ରଗୋଷ୍ଠୀ ଏବେ ଭାରତକୁ ଗୁରୁତ୍ୱ ପ୍ରଦାନ କରୁଛି। ଏପରିକି ବହୁ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ନିଜର ଉପସ୍ଥିତିକୁ ଜାହିର କରିପାରୁଛି। 2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବୈଶ୍ୱିକ ସ୍ତରରେ ଭାରତର ସ୍ଥିତି ପରିବର୍ତ୍ତନ ହେବା ସହ ଅଧିକ ସଶକ୍ତ ହୋଇପାରିଛି। ପୂର୍ବରୁ ଭାରତକୁ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀରେ ଏକ ଦୁର୍ବଳ ସଦସ୍ୟ ଭାବେ ବିବେଚନା କରାଯାଇଥିଲା। ଭାରତର ଦୁର୍ବଳ ଆର୍ଥିକ ବ୍ୟବସ୍ଥା ଆଧାରରେ ଅନ୍ତର୍ଜାତୀୟ ଗଣମାଧ୍ୟମ ଭାରତର ବ୍ରିକ୍ସ ସଂଗଠନରେ ସାମିଲ ହେବା ନେଇ ସନ୍ଦେହ ପ୍ରକାଶ କରୁଥିଲେ। ଏପରିକି କେତେକ ବିଶେଷଜ୍ଞ ଭାରତ ସ୍ଥାନରେ ଇଣ୍ଡୋନେସିଆକୁ ବ୍ରିକ୍ସ ଶିଖର ସମ୍ମିଳନୀରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। 2013 ମସିହାରେ ଭାରତର ଜିଡିପି ଅଭିବୃଦ୍ଧି ଯଥେଷ୍ଟ ପରିମାଣରେ ହ୍ରାସ ପାଇଥିଲା। ଫଳରେ ଅନ୍ୟ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ତୁଳନାରେ ଭାରତ ପଛରେ ପଡ଼ିଯାଇଥିଲା। ଚୀନ 8.8%, ବ୍ରାଜିଲ 6.1%, ରୁଷ 6.5%, ଦକ୍ଷିଣ ଆଫ୍ରିକା 5.7% ଅଭିବୃଦ୍ଧି ହାସଲ କରିଥିବା ବେଳେ ଭାରତ ସେତେବେଳେ ମାତ୍ର 5.5% ଅଭିବୃଦ୍ଧି ହାସଲ କରିଥିଲା। ବାହ୍ୟ ଋଣ, ମୁଦ୍ରାସ୍ଫୀତି ଏବଂ ନିବେଶକଙ୍କ ବିଶ୍ୱାସ ହ୍ରାସ ଭାରତକୁ ଏଭଳି ସ୍ଥିତିରେ ନେଇ ପହଞ୍ଚାଇଥିଲା। ସେତେବେଳେ ଭାରତକୁ ବିଶ୍ୱର 5ଟି ଦୁର୍ବଳ ଅର୍ଥବ୍ୟବସ୍ଥା ମଧ୍ୟରୁ ଗୋଟିଏ ବୋଲି ପରିଗଣିତ କରାଯାଇଥିଲା। 2013 ମସିହାରେ ଦେଶର ଶିଳ୍ପ ଅଭିବୃଦ୍ଧି ମଧ୍ୟ ମାତ୍ର 2% ରହିଥିଲା। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଏହା ବହୁ ନିମ୍ନ ସ୍ତରରେ ରହିଥିଲା। ଏପରିକି ଦେଶର ମୁଦ୍ରାସ୍ଫୀତି ହାର ଚିନ୍ତାଜନକ 9.3%ରେ ପହଞ୍ଚିଥିଲା। ତେବେ 2014 ମସିହା ପରେ ଏଥିରେ କ୍ରମଶଃ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ଗତ କିଛି ବର୍ଷ ଧରି ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥବ୍ୟବସ୍ଥା ହୋଇପାରିଛି। ଗତ ଆର୍ଥିକ ବର୍ଷରେ 6.5% ଜିଡିପି ଅଭିବୃଦ୍ଧି ସହ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଶୀର୍ଷ ସ୍ଥାନରେ ରହିଛି। ଏହି ସମୟରେ ଅନ୍ୟ ଦେଶର ଜିଡିପି ଅଭିବୃଦ୍ଧିକୁ ତୁଳନା କଲେ ଚୀନର 5%, ରୁଷର 4.3%, ବ୍ରାଜିଲର 3.4% ଏବଂ ଦକ୍ଷିଣ ଆଫ୍ରିକା 0.6% ରହିଥିଲା। ଏହି ଅବଧି ମଧ୍ୟରେ ଭାରତରେ ଶିଳ୍ପ ଅଭିବୃଦ୍ଧି ମଧ୍ୟ 6.4% ହୋଇଛି। ଢାଞ୍ଚାଗତ ସଂସ୍କାର, ଆର୍ଥିକ ସତର୍କତା ଏବଂ ନିର୍ଣ୍ଣାୟକ ନେତୃତ୍ୱ ଦ୍ୱାରା ଏଭଳି ସଫଳତା ହାସଲ ହୋଇଛି। ଭାରତର ଆର୍ଥିକ ସ୍ଥିରତାକୁ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସା କରାଯାଇଛି। ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀରେ ସବୁଠାରୁ ଦୁର୍ବଳ ସଦସ୍ୟ ଥିବା ଭାରତ ଏବେ ମଜବୁତ ଏବଂ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛି। ବ୍ରିକ୍ସ ଶିଖର ସମ୍ମିଳନୀର କାର୍ଯ୍ୟସୂଚୀକୁ ଏବେ ଭାରତ ପ୍ରସ୍ତୁତ କରୁଛି, ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ମାର୍ଗଦର୍ଶନ କରୁଛି। 2014 ପୂର୍ବରୁ ବ୍ରିକ୍ସ ଶିଖର ସମ୍ମିଳନୀରେ ଆର୍ଥିକ ସହଯୋଗ ଏବଂ ବହୁପାକ୍ଷିକ ସଂସ୍କାର ଭଳି ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ ରହିଥିଲା। ଫଳରେ ଭାରତ ଏଥିରେ ନିଷ୍କ୍ରିୟ ଭୂମିକା ଗ୍ରହଣ କରୁଥିଲା। ଭାରତର ଅନେକ ପ୍ରସ୍ତାବ ବ୍ରିକ୍ସ ଶିଖର ସମ୍ମିଳନୀରେ ଆଖିଦୃଶିଆ ଗ୍ରହଣୀୟତା ହାସଲ କରିପାରୁନଥିଲା। ଏବେ ଭାରତ ଏହି ଶିଖର ସମ୍ମିଳନୀରେ ନିଜର ସ୍ଥିତିକୁ ସଶକ୍ତ କରିବା ସହିତ ନେତୃତ୍ୱ ପ୍ରଦାନ କରି ରାଷ୍ଟ୍ରର ମାନ୍ୟତା ପାଉଛି। ଆତଙ୍କବାଦ ବିରୋଧୀ ଅଭିଯାନକୁ ବ୍ରିକ୍ସ ସହଯୋଗରେ ବୈଶ୍ୱିକ ସ୍ତରରେ ମୁଖ୍ୟଧାରାରେ ସାମିଲ କରାଯାଇପାରିଛି। ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତିକୁ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀ ବୈଠକରେ ସମର୍ଥନ ମିଳିବା ଏହାର ଏକ ପ୍ରତିଫଳନ। 2021 ମସିହାରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରୟୋଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଆନୁଷ୍ଠାନିକ ଭାବେ ଆତଙ୍କବାଦ ବିରୋଧୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରଥମ ଥର ପାଇଁ ବହୁପାକ୍ଷିକ ପ୍ରତିଷ୍ଠାନଗୁଡ଼ିକୁ ମଜବୁତ କରିବା ଏବଂ ଏଥିରେ ସଂସ୍କାର ଆଣିବା ଲାଗି ଏହି ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମନ୍ୱୟ ଲକ୍ଷ୍ୟ କରାଯାଇଥିଲା। ଜାତିସଂଘ ବ୍ୟବସ୍ଥାରେ ସଂସ୍କାର ପାଇଁ ଭାରତର ଦୀର୍ଘକାଳୀନ ଆହ୍ୱାନକୁ ଏହି ବୈଠକରେ ଗ୍ରହଣ କରାଯାଇଥିଲା। ଏଭଳି ନିଷ୍ପତ୍ତି ଗଣତାନ୍ତ୍ରିକ, ସ୍ୱଚ୍ଛ, ପ୍ରତିନିଧିତ୍ୱପୂର୍ଣ୍ଣ ଏବଂ ଉତ୍ତରଦାୟୀ ବ୍ୟବସ୍ଥା ଅନୁସରଣ କରିବାରେ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀ ପ୍ରତିବଦ୍ଧତାକୁ ବ୍ୟକ୍ତ କରିଛି। ବ୍ରାଜିଲର ରିଓ ଡି ଜେନେରିଓଠାରେ ସମ୍ପ୍ରତି ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର ପଦକ୍ଷେପକୁ ସମର୍ଥନ ଜ୍ଞାପନ କରାଯାଇଛି। ପରିବେଶ, COP30 ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଅଧିବେଶନରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଯୁବବର୍ଗ ପ୍ରକୃତି ପ୍ରତି ଶ୍ରଦ୍ଧା ଅର୍ପଣ କରନ୍ତି। ପରିବେଶ ସୁରକ୍ଷା, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଆଦି ବିଭିନ୍ନ କ୍ଷେତ୍ରରେ ଭାରତର ପ୍ରତିବଦ୍ଧତାକୁ ଏହା ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବ୍ରିକ୍ସ ଏଜେଣ୍ଡା କେନ୍ଦ୍ରସ୍ଥଳକୁ ଉନ୍ନୀତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ସ୍ପଷ୍ଟତା ଏବଂ ସକ୍ରିୟ କୂଟନୀତି ଦ୍ୱାରା ଏଭଳି ପରିବର୍ତ୍ତନ ସମ୍ଭବ ହୋଇପାରିଛି।